ବାଲେଶ୍ୱର ସହରର ବିଶିଷ୍ଟ ସମାଜସେବୀ ତଥା ଝାଡ଼େଶ୍ୱର ସୁଇଟ୍ସର ପ୍ରତିଷ୍ଠାତା ଗୋଲାପ ସାହୁଙ୍କ 83 ବର୍ଷ ବୟସରେ ଶୁକ୍ରବାର ଦେହାନ୍ତ ହୋଇଯାଇଛି। ବାର୍ଦ୍ଧକ୍ୟଜନିତ ସମସ୍ୟାରେ ସେ ପୀଡ଼ିତ ଥାଇ ମଧ୍ୟ ଚଲାବୁଲା କରୁଥିଲେ। ଆଜି ସକାଳେ ପରିସ୍ରା କରିବାକୁ ବସିଥିବା ବେଳେ ତାଙ୍କର ନିଶ୍ୱାସ ବନ୍ଦ ହୋଇଯାଇଥିଲା। ତାଙ୍କ ଦେହାନ୍ତ ଖବର ପାଇ ପୋଣୁଆପଦାସ୍ଥିତ ତାଙ୍କ ବାସଭବନରେ ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତ, ପୂର୍ବତନ ବିଧାୟକ ସ୍ୱରୂପ କୁମାର ଦାସ, ବରିଷ୍ଠ ସାମ୍ବାଦିକ ତଥା ପ୍ରେସ୍ କ୍ଲବର କାର୍ଯ୍ୟକାରୀ ସଭାପତି ରଞ୍ଜନ ବାଗ, କାଉନସିଲର ସଞ୍ଜୀବ ଦାସ, କାଉନସିଲର ସତ୍ୟଶିବ ସୁନ୍ଦର ଦାସ, ପୂର୍ବତନ କାଉନସିଲର ବିଶ୍ୱଜିତ ମହାପାତ୍ର, ଉତ୍ତମ ଜେନା, ଯୁବନେତା ଗୌରହରି ମଲ୍ଲିକ, ବିକାଶ ପାଢ଼ୀ, ବିଭୁଦତ୍ତ ପରିଡ଼ା, କର୍ଣ୍ଣଲ କେ ମହାପାତ୍ର, ଡକ୍ଟର ମନୋରଞ୍ଜନ ଦାସ, ଯୋଗଗୁରୁ ସୁଜିତ କୁମାର ଜେନା ପ୍ରମୁଖ ପହଞ୍ଚି ଶେଷ ଦର୍ଶନ କରିଥିଲେ। ସ୍ୱର୍ଗତ ଗୋଲାପ ସାହୁ 1964 ମସିହା ଠାରୁ ସହରର ଷ୍ଟେସନ ଛକଠାରେ ଝାଡ଼େଶ୍ୱର ସୁଇଟ୍ସ ନାମରେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ବ୍ୟବସାୟ ସାଙ୍ଗକୁ ସମାଜ ସେବାରେ ସେ ବ୍ରତୀ ଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ ଦୁର୍ଗା ଦେବୀ ସାହୁ, ଦୁଇ ପୁଅ ଚନ୍ଦନ ସାହୁ, ରଞ୍ଜନ ସାହୁ, ଦୁଇ ଝିଅ ମୀନା ଗୁପ୍ତା ଏବଂ ବୀଣାପାଣି ସାହୁ, ଜ୍ୱାଇଁ ରାଜେଶ ଗୁପ୍ତା ଏବଂ କୃଷ୍ଣା ଗୁପ୍ତାଙ୍କ ସମେତ ପୁତ୍ରବଧୂ, ନାତି ନାତୁଣୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଆଜି ସନ୍ଧ୍ୟାରେ ପୁରୀସ୍ଥିତ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ କରାଯାଇଛି। ତାଙ୍କ ଦେହାନ୍ତ ପରେ ବାଲେଶ୍ୱର ସହର ଏବଂ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଦେହାନ୍ତ ଖବର ପାଇ ବାଲେଶ୍ୱର ସହରର ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ସାମ୍ବାଦିକ ପ୍ରମୁଖ ଶେଷ ଦର୍ଶନରେ ସାମିଲ ହୋଇଥିଲେ। ଗୋଲାପ ବାବୁ ବାଲେଶ୍ୱର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଥିଲେ। 80 ଦଶକରୁ ପୂର୍ବରୁ ତାଙ୍କର ଷ୍ଟେସନ ଛକରେ ମିଷ୍ଟାନ୍ନ ଦୋକାନ ଥିଲା ଏବଂ ସେ ମିଷ୍ଟାନ୍ନ ଦୋକାନ ଏପଟ ଅଞ୍ଚଳରେ ପ୍ରସିଦ୍ଧ ମିଷ୍ଟାନ୍ନ ଦୋକାନ ଥିଲା। ସେଠି ସବୁବେଳେ ଭିଡ଼ ରହୁଥାଏ। ଆପଣ ବିଶେଷ କରି ସେ ଅଞ୍ଚଳ ସେତେବେଳେ 80 ଦଶକରେ କମ୍ୟୁନିଷ୍ଟ ମାନଙ୍କର ଗୋଟେ ପ୍ରୟୋଗଶାଳା ଥିଲା ଏଠି ଏବଂ ସେସବୁ ଦୋକାନରେ ସବୁବେଳେ ବାଲେଶ୍ୱର ବିଶିଷ୍ଟ ରାଜନେତା ଅରୁଣ ଦେ ସେଠି ଯାଉଥିଲେ, ବସୁଥିଲେ, ସେଠି ତାଙ୍କର ସାଙ୍ଗଠନିକ କାର୍ଯ୍ୟ କରୁଥିଲେ। ସେ ତାଙ୍କର ସାଥୀମାନଙ୍କ ସହିତ ସେ ଅଞ୍ଚଳରେ ଷ୍ଟେସନ ବଜାର ହେଉଛି, ଷ୍ଟେସନ ଛକରେ ଥିଲା ତାଙ୍କ ଦୋକାନ, ଯେହେତୁ ସେ ଅଞ୍ଚଳଟି ସବୁବେଳେ ଅରୁଣ ଦେ ସେଠି ଯାଉଥିଲେ। ସେଠି ତାଙ୍କର ସବୁ ବସି କଥାବାର୍ତ୍ତା ହେବା ବିଭିନ୍ନ ପ୍ରକାର ଭାବେ। ଏହା ଛଡ଼ା ପରବର୍ତ୍ତୀ ସମୟରେ ଗୋଲାପ ସାହୁ ତାଙ୍କର ବ୍ୟବସାୟକୁ ଆହୁରି ବିସ୍ତୀର୍ଣ୍ଣ କଲେ ଏବଂ ତାଙ୍କ ପୁଅମାନେ ମଧ୍ୟ ପରବର୍ତ୍ତୀ ସମୟରେ ସେ ବ୍ୟବସାୟକୁ ଆଗେଇ ନେଇଛନ୍ତି। ତେବେ ତାଙ୍କ ବିୟୋଗରେ ନିଶ୍ଚିତ ଭାବରେ ଆମ ବାଲେଶ୍ୱର ସହର ଜଣେ ବିଶିଷ୍ଟ ବ୍ୟବସାୟୀ ହେଲା ଏବଂ ତାଙ୍କ ବିୟୋଗରେ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସଙ୍ଗେ ସଙ୍ଗେ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜ୍ଞାପନ କରୁଛି।